ଗଜପତି ରେ ପୁଣି ଚାରିଟିକିଆ ଜଙ୍ଗଲୀ ହାତୀ ଆତଙ୍କ। ପାରଳାଖେମୁଣ୍ଡି। ଗଜପତି ଜିଲ୍ଲାରେ ପୁଣି ଚାରିଟିକିଆ ଜଙ୍ଗଲୀ ହାତୀଙ୍କ ଆତଙ୍କରେ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି। ଏହି ଜିଲ୍ଲାର ଗୁମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତର ଆଦାନଗୁଡ଼ା ଓ ଜାନିଗୁଡ଼ା ଆଖପାଖରେ ଚାରିଗୋଟି ଜଙ୍ଗଲୀ ହାତୀ ନିକଟସ୍ଥ ଜଙ୍ଗଲ ଓ ଆମ୍ବତୋଟା ଆଦିରେ ବୁଲୁଥିବା ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଛି। ଏହି ଜଙ୍ଗଲୀ ଚାରିଟିକିଆ ହାତୀଗୁଡ଼ିକୁ ଦେଖିବା ପରେ ଗ୍ରାମବାସୀମାନେ ବନ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପରେ ବନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ରାତିସାରା ଜଗି ରହି ଆଖପାଖରେ ରହୁଥିବା ଜନସାଧାରଣଙ୍କୁ ସତର୍କ କରିବା ସହ ହାତୀମାନଙ୍କୁ ରଗେଇବା ଭଳି କାର୍ଯ୍ୟକ୍ରମରୁ ଦୂରେଇ ରହିବା ପାଇଁ ଅନୁରୋଧ କରିଥିଲେ। ସମ୍ପୃକ୍ତ ଅଞ୍ଚଳରେ ଜଙ୍ଗଲରେ ଏହି ଚାରିଟିକିଆ ହାତୀ ବୁଲୁଥିବା ଘଟଣା ପ୍ରଚାର ହେବା ପରେ ଗାଇବା ପଞ୍ଚାୟତ ଓ ପରିଡ଼ା ପଞ୍ଚାୟତର ସମସ୍ତ ଗ୍ରାମର ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ସମ୍ପୃକ୍ତ ଘଟଣା ନେଇ ରେଞ୍ଜ ଅଧିକାରୀ ବ୍ରହ୍ମାନନ୍ଦ ସାହୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି, ଏହି ଚାରିଟିକିଆ ହାତୀପଲ ଗତ 40 ଦିନ ଧରି ଏହି ଅଞ୍ଚଳରେ ବିଚରଣ କରୁଛନ୍ତି। ଗତ 2 ଦିନ ହେଲା ଗଜପତିର କାଶୀନଗର ଓ ଗୁମା ବ୍ଲକର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଚରଣ କରୁଛନ୍ତି। ବନ ବିଭାଗ ତରଫରୁ ସମ୍ପୃକ୍ତ ଅଞ୍ଚଳରେ ଆମେ ସଜାଗ ରହି ଜଙ୍ଗଲୀ ହାତୀଙ୍କ ଗତିବିଧି ଅନୁସରଣ କରିବା ସହ ସାଧାରଣଙ୍କ ଧନଜୀବନ ଯେପରି କ୍ଷତି ନ ହୁଏ ସେଥିପ୍ରତି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ପାରଳାଖେମୁଣ୍ଡିରୁ ତାରିଣୀ ପ୍ରସାଦ ପଣ୍ଡାଙ୍କ ରିପୋର୍ଟ। गोटे पोटा अच्छे बाकरी के तो सब लोग बाकरी के ब्रश ब्रश भाई जानतो नहीं।